ସମସ୍ତେ ଖୁସି ଅଛ ତ? ହାଁ ଖୁସି ତ କୋମାନେ ଖୁସି ଅଛ? ସମସ୍ତେ ଅଛ? ହଉ ତମେ ସବୁ ଖୁସି ଅଛ ତ? ତୁ ପାହାଡ଼ ଭଳିଆ ଖୁସି ଅଛି। ହଉ ବାଙ୍କଳ ନଦୀ ଭଳିଆ ଖୁସି ଅଛି। ତମେ କୋଉଭଳିଆ ଖୁସି ଅଛ? ସିଏ ଘର ଭଳିଆ ଖୁସି ଅଛି। ଖୋକମଣି ଶୀତ ଦିନରେ ଜ୍ୟାକେଟ ପିନ୍ଧି ଅଛ କଣ ତମକୁ ଗରମ ଲାଗୁଛି କାଟେ? ହଉ ଖୋକମଣି ଖୁସି ଅଛ? ଖୁସି ନା ଖୋକମଣି ତା ଖୁସି ନାହିଁ। ଖୁସି ଅଛୁ? କେତେ ଖୁସି ଅଛି ଲେଖା ଦିକି ଖୁସି କେତେ ଖୁସି ଅଛ? କେତେ ବହୁତ ସାରା। ହଉ ଗପ ଶୁଣେ କଣ ଶୁଣିବା? ହଉ କାନା ଗୋଟେ ଗପ କହିବ କାନା କୁହ ଦେଖି କି ଗପ ଶୁଣୁଛ? ରୁହ କାନା ଆଜି ଗପ କହିବ କୁହ। କିଏ ଗପ କହିବ କୁହ। ଭାଲୁ ଆଉ ହାତୀ ହଉ ବାଟରେ ଯାଉଥିଲେ। ହଉ ହାତୀ ଅଲଗା ବାଘ ଅଲଗା ହାତୀ ଅଲଗା ଭାଲୁ ଅଲଗା। ହାତୀ ଚାଲୁ ଦିନେ ହାତୀ ଭାଲୁ ରାସ୍ତାରେ ଯାଉଥିଲା। ହାତୀ ଆଗେଇଛି ଭାଲୁ ପଛରେ ଅଛି। ତାପରେ ହାତୀ ଉପରକୁ ଆକ୍ରମଣ କରିଦେଇଛି। ହାତୀକୁ ନଖର ଆମ୍ପୁଡ଼ି ତା ଦେହକୁ ପୁରା ରେପି ଦେଇଛି। ସିଏ ମରିଯାଇଛି। କାନା ଭାଇ ସମସ୍ତେ ତାଳି ବାଜି ତ ସେ ଗପ ଶୁଣିବ। ହଉ ମୁଁ ଗୋଟେ ଗପ କହି ଶୁଣିବ। ହଉ ଗୋଟେ କଣ ଥିଲା ପାହାଡ଼। ତମେ ସବୁ ପାହାଡ଼ରେ ବୁଲିଛ? ପାହାଡ଼ରେ କଣ ତ ପାହାଡ଼ ଆଉ ତାପରେ କଣ ଘଞ୍ଚ ଜଙ୍ଗଲ ମଧ୍ୟ ଅଛି। ମୁଁ ତ ଗୋଟେ ବଡ଼ ପାହାଡ଼ ଦେଖିଛି। କୋଉ ଜଙ୍ଗଲ ଦେଖିଛ? ସମସ୍ତେ ଜଙ୍ଗଲ ଦେଖିଛ? ଯା ଆମେ ଗୋଟେ ଜଙ୍ଗଲ ପାହାଡ଼ ଉପରକୁ ମାଡ଼ିକି ଚାଲିଛି। ମୋ ବାବା ମୋ ଗୋଟେ ଦିଦି ଅଛି ତାକୁ ଧରିକି ଆଣୁଛି। ହଉ ତ ଆମେ କଣ ଗୋଟେ ଗପ ଶୁଣିବା। କଣ ଗପ ଶୁଣିବା? ଗୋଟେ ଜଙ୍ଗଲ ଥିଲା। କଣ ଥିଲା? ଜଙ୍ଗଲରେ କଣ ହେଲା? ହଉ ଆଜି ପାଇଁ ଏତିକି ଥାଉ। ପୁଣି କଣ ଆର କ୍ଲାସରେ